ଦିନରେ 8 ପରିବାରକୁ ବାସନ୍ଦ କରାଯାଇଥିବା ଘଟଣା ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା। ଆଜି ତାର ବୈଠକ ନମସ୍କାର, ତହସିଲଦାର ବିଷମପଟ୍ଟ କହୁଛି। ମୋ ସହିତ ଏସଡିପି ଅଛନ୍ତି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଗାଁରେ ଆସିକି ଆମେ ତଦନ୍ତ କଲୁ। ତ ଯାହାବି କିଛି ଦୁଇ ପକ୍ଷକୁ ଶୁଣିଲୁ, ଯାହାବି କିଛି ତାଙ୍କ ମଧ୍ୟରେ ମତଭେଦ ଥିଲା ସେଇଟାକୁ ଦୂର କଲୁ। ଦୁଇ ପକ୍ଷକୁ ଆପସରେ ମିଳାମିଶା କରିବାର ଚେଷ୍ଟା କଲୁ ଏବଂ ସେମାନେ ମିଶିଲେ ବି ଆଜି। ଏବଂ ଗୋଟେ ପକ୍ଷର ଅଭିଯୋଗ ଆଉ ଗୋଟେ ପକ୍ଷ ଯୋଉ ବି କରୁଥିଲେ ସେଇ ଦୁଇଟାକୁ ପୁରା ପୃଥକ ପୃଥକ ଭାବରେ ପୁରା ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିକି ଆମେ ଏହା କହିଲୁ ଯେ ଏଠି ସେମିତି କିଛି ବଡ ଧରଣର ସାମାଜିକ ବାସନ୍ଦ ଏମିତି କିଛି ଇସ୍ୟୁ ନାହିଁ। ଏଇଟା ମାନ ଅଭିମାନର ଟିକେ ଥିଲା, ଯାହାବି ତାଙ୍କ ଭିତରେ ଇସ୍ୟୁଟା ସେଟା ସର୍ଟ ଆଉଟ୍ ହେଲା। ସେମାନେ ମିଶିବା ପାଇଁ ରାଜି ହେଲେ, ଗୋଟେ ପକ୍ଷ ଆଉ ଗୋଟେ ପକ୍ଷର କଥାରେ ରାଜି ହେଲେ। ଆଉ ସେମାନେ ସେ ଗାଁର ନୀତି ନିୟମ ମାନିକି ଯାହା ଯେମିତି ସମାଜରେ ରହିବା କଥା ରହିବେ। ଆଉ ତାଙ୍କର ସବୁ ସାମାଜିକ ଯେତିକି ଥିଲା ମାନେ ଶ୍ମଶାନ ହଉ, ରାସ୍ତାଘାଟ ହଉ, ସବୁ କିଛି ଠିକ ଠାକ ଚାଲିଥିଲା। ଆଉ ବର୍ତ୍ତମାନ ବି ଠିକ ଠାକ ଚାଲିବ କହିକି ଗାଁବାସୀ ଏସୁରାନ୍ସ ଦେଇଛନ୍ତି। ମୁଁ ଗ୍ରାମବାସୀ ମାନଙ୍କୁ ତାଙ୍କର ନାୟକ, ତାଙ୍କର ଏଣ୍ଟାୟାର ଟିମ୍ ଯୋଉ ଅଭିଯୋଗକାରୀ ଆଉ ତା ଅପରପକ୍ଷ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି କି ସେମାନେ ବହୁତ ଭଲସେ ମାନେ ବଡ ଶାନ୍ତି ଶୃଙ୍ଖଳା ସହିତ ସେଇ ଜିନିଷଟା ମୂଳରୁ ଶେଷ ପର୍ଯ୍ୟନ୍ତ ଡିସ୍କସନ କରିକି ତାକୁ କ୍ଲୋଜ କରାହେଲା। ସେଥିପାଇଁ ଏଣ୍ଟାୟାର ପ୍ରଶାସନ ତରଫରୁ ଗାଁବାସୀ ମାନଙ୍କୁ ଏଇଆ ହିଁ ଅନୁରୋଧ ରହିବ, ଆପଣ ମାନେ ସମାଜରେ ଏକ ଭାବରେ ରୁହନ୍ତୁ, ନୀତି ନିୟମ ମାନିକି ଚଳନ୍ତୁ, ନିଜ ନିଜ ଭିତରେ ଭାଇ ଭାତୃତ୍ୱର ଭାବ ରଖିକି ଚଳନ୍ତୁ। ଥ୍ୟାଙ୍କ ୟୁ।